ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ ରହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଇଁ ମଧ୍ୟ ଡକ୍ଟର ରାଧାନାଥ ରଥ ଛାତ୍ରବୃତ୍ତି ଆସି ସାରିଛି। ଦରଖାସ୍ତ ପାଇଁ ନିବେଦନ ବର୍ତ୍ତମାନ ଆପଣ ସ୍କ୍ରିନରେ ଦେଖିବାକୁ ପାଉଥିବେ। ପ୍ରଥମେ ଆର ଡିଟେଲ୍ସ ଜାଣିବା, ତାପରେ କେମିତି କଣ ଆପ୍ଲାଏ କରିବେ ତା ବିଷୟରେ ମୁଁ ଆପଣଙ୍କୁ କହିଦେବି। ଚଳିତ 2024-25 ଶିକ୍ଷାବର୍ଷ ପାଇଁ ଲୋକସେବକ ମଣ୍ଡଳ ଓଡିଶା ଶାଖା ପକ୍ଷରୁ ଡକ୍ଟର ରାଧାନାଥ ରଥ ଛାତ୍ରବୃତ୍ତି ରାଜ୍ୟର ସମସ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ନିମିତ୍ତ ଦରଖାସ୍ତ ଆହ୍ୱାନ କରାଯାଉଛି। ସାଧାରଣ ବର୍ଗର ଛାତ୍ରଛାତ୍ରୀ ସର୍ବନିମ୍ନ 80% ମୂଲ୍ୟାଙ୍କନ ସଂଖ୍ୟା ଏବଂ 50%ରୁ ଅଧିକ ବିକଳାଙ୍ଗ ଥାଇ 60% ମୂଲ୍ୟାଙ୍କନ ସଂଖ୍ୟା ରଖିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। କିନ୍ତୁ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଦେଓଗଡ, ଗଜପତି, ସୁବର୍ଣ୍ଣପୁର, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର 70% ମୂଲ୍ୟାଙ୍କନ ସଂଖ୍ୟା ରଖିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ଆଗ୍ରହୀ ଛାତ୍ରଛାତ୍ରୀ ମାନେ ନିମ୍ନରେ ପ୍ରଦତ୍ତ ଦରଖାସ୍ତ ପତ୍ରକୁ କାଟି ସଠିକ ଭାବେ ପୂରଣ କରି ଆବଶ୍ୟକୀୟ ପ୍ରମାଣ ପତ୍ର ସହ ତାରିଖ ଏଠି ଦିଆଯାଇଛି 10/12/2024 ମାନେ ଡିସେମ୍ବର 10 ସୁଦ୍ଧା ନିମ୍ନ ଠିକଣାରେ ପଠାଇବା ଆବଶ୍ୟକ। ଠିକଣା ଆପଣ ଏଠି ସ୍କ୍ରିନରେ ଦେଖିବାକୁ ପାଇଯିବେ। ଅଧ୍ୟକ୍ଷ ସମାଜ ରିଲିଫ କମିଟି, ଲୋକସେବକ ମଣ୍ଡଳ, ଓଡିଶା ଶାଖା, ଗୋପବନ୍ଧୁ ଭବନ, ବକ୍ସି ବଜାର, କଟକ 753001। ଯୋଗାଯୋଗ ନମ୍ବର ଦେଖି ନିଅନ୍ତୁ 067123011240। ଦ୍ରଷ୍ଟବ୍ୟ ଗୋଟେ ରହିଛି ଯାହାକି ଇମ୍ପୋର୍ଟାଣ୍ଟ ରହିବ। ଆପଣ ଫାଷ୍ଟ ଦ୍ରଷ୍ଟବ୍ୟ ଭଲ ଭାବରେ ଜାଣି ନିଅନ୍ତୁ କଣ ସବୁ ଦିଆଯାଇଛି। ଦରଖାସ୍ତକାରୀ ଆବେଦନ ପତ୍ର ସହିତ ଅନୁଷ୍ଠାନ ମୁଖ୍ୟଙ୍କ ଦ୍ୱାରା ପ୍ରତି ସ୍ୱାକ୍ଷର ହୋଇଥିବା ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର, ମୂଳ ଆୟ ପ୍ରମାଣ ପତ୍ର ମାନେ ଇନକମ ସାର୍ଟିଫିକେଟ ଯାହାକି 2024 ହେବାକୁ ପଡିବ। ଯଦି ଇନକମ ସାର୍ଟିଫିକେଟ ନାହିଁ ତାହେଲେ ନୂତନ ପରିପତ୍ର ଯାହାକି ଅନ୍ତୋଦୟ ପରିବାର ବା AAY ତାର ଜେରକ୍ସ କପି ଦେବାକୁ ପଡିବ। ତା ସହିତ ମହାବିଦ୍ୟାଳୟର ପରିଚୟ ପତ୍ର, ବ୍ୟାଙ୍କ ବହିର ଜେରକ୍ସ କପି ଏବଂ ଗୋଟିଏ ପାସପୋର୍ଟ ଫଟୋ ସଂଲଗ୍ନ କରି ପଠାଇବେ। ଅସମ୍ପୂର୍ଣ୍ଣ ଏବଂ ବିଜ୍ଞାପନ ଅନୁଯାୟୀ ବ୍ୟତିକ୍ରମ ଥିବା ଦରଖାସ୍ତ ଗୁଡିକ ଗ୍ରହଣୀୟ ହେବ ନାହିଁ। ମନେ ରଖନ୍ତୁ, ଆପଣ ଯୋଉ ପଠେଇବେ ପୋଷ୍ଟ ମାଧ୍ୟମରେ ଏଇ ଆଡ୍ରେସ କୁ ସବୁ ଯାକ ସମ୍ପୂର୍ଣ୍ଣ ଭାବରେ ଫର୍ମ ଟାକୁ ଫିଲଅପ କରିବାକୁ ପଡିବ। ତାପରେ ଯାହା ଯାହା ସବୁ ଡକ୍ୟୁମେଣ୍ଟସ ପଠେଇବା ପାଇଁ କୁହାଯାଇଛି ସବୁ ଯାକ ସଂଲଗ୍ନ କରିକି ପଠେଇବାକୁ ପଡିବ, ମାନେ ସବୁ ଯାକ ମିଶେଇକି ପଠେଇବାକୁ ପଡିବ। ଯଦି ଗୋଟେ ବି ଡକ୍ୟୁମେଣ୍ଟ ଛାଡିଦେବେ ତାହେଲେ ଆପଣଙ୍କର ଦରଖାସ୍ତ ଗ୍ରହଣ କରାଯିବ ନାହିଁ। ତେଣୁକରି ଏଇ ସବୁ ଟିକେ ଧ୍ୟାନ ଦେବେ। ଦେଖନ୍ତୁ ଏଠି ଶ୍ରେଣୀ ବି ଲେଖା ହେଇଛି। ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ସପ୍ତମ ଶ୍ରେଣୀର ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ଯାହାକି ମୂଲ୍ୟାଙ୍କନ ସଂଖ୍ୟା ତାଲିକା ସହିତ ମାନେ ମାର୍କସିଟ ସହିତ ଓ ବିଗତ ଶ୍ରେଣୀର ମୂଲ୍ୟାଙ୍କନ ସଂଖ୍ୟା ତାଲିକା, ଯୁକ୍ତ 2 ଶ୍ରେଣୀ ପାଇଁ ମାଟ୍ରିକ ମୂଲ୍ୟାଙ୍କନ ସଂଖ୍ୟା ତାଲିକା। ଦେଖନ୍ତୁ ମୂଲ୍ୟାଙ୍କନ ସଂଖ୍ୟା ତାଲିକା ମାନେ କଣ? ମାର୍କସିଟ। ଆଉ ଦେଖିବାକୁ ପାଉଥିବେ ଯୁକ୍ତ 3 ଶ୍ରେଣୀ ପାଇଁ ଯୁକ୍ତ 2 ମୂଲ୍ୟାଙ୍କନ ସଂଖ୍ୟା ତାଲିକା, ସ୍ନାତକୋତ୍ତର ଶ୍ରେଣୀ ପାଇଁ ଯୁକ୍ତ 3 ମୂଲ୍ୟାଙ୍କନ ସଂଖ୍ୟା ତାଲିକା ପଢୁଥିବା ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ପ୍ରତି ସ୍ୱାକ୍ଷର କରି ସଂଯୋଗ କରିବା ଆବଶ୍ୟକ। ଦେଖନ୍ତୁ ଏଠି ଯୋଉ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ମାନେ କଣ? ସ୍କୁଲ ଲିଭିଂ ସାର୍ଟିଫିକେଟ ହେଲା। ଯାହା ବି କିଛି ମାର୍କସିଟ, ସ୍କୁଲ ଲିଭିଂ ସାର୍ଟିଫିକେଟ ଆବଶ୍ୟକ ରହିଛି ସେ ସବୁ ଆପଣଙ୍କୁ ପୋଷ୍ଟାଲ ମାଧ୍ୟମରେ ପଠେଇବା ସମୟରେ ସଂଲଗ୍ନ କରିକି ପଠେଇବାକୁ ପଡିବ। ଆଉ ଯାହା ଦ୍ରଷ୍ଟବ୍ୟରେ ସବୁ ଡକ୍ୟୁମେଣ୍ଟ ଥିଲା ଏ ସବୁ ବି ଡକ୍ୟୁମେଣ୍ଟ ଆପଣଙ୍କୁ ପଠେଇବାକୁ ପଡିବ। ମନେ ରଖନ୍ତୁ ସବୁ ଯାକ ଡକ୍ୟୁମେଣ୍ଟ ଯେମିତି ଆପଣ ସଂଲଗ୍ନ କରିକି ପଠେଇବେ, ମାନେ ଗୋଟିଏ ବି ଡକ୍ୟୁମେଣ୍ଟ ଯେମିତି ମିସ୍ ନ କରନ୍ତି। ଓକେ, ଏବେ ବର୍ତ୍ତମାନ ଦେଖି ନିଅନ୍ତୁ ଆବେଦନ ପତ୍ର ଯୋଉଟାକି ଦରଖାସ୍ତ ପତ୍ର ଆପଣ ଦେଖିବାକୁ ପାଉଥିବେ। ବିଦ୍ୟାର୍ଥୀଙ୍କ ପାଇଁ ଡକ୍ଟର ରାଧାନାଥ ରଥ ଛାତ୍ରବୃତ୍ତି 2024-25 ଲୋକସେବକ ମଣ୍ଡଳ ଓଡିଶା ଶାଖା, ଗୋପବନ୍ଧୁ ଭବନ, ବକ୍ସି ବଜାର, କଟକ 1। ଦରଖାସ୍ତ ପତ୍ରର ବିଭାଗ କ ଦେଖନ୍ତୁ। ପ୍ରଥମେ ଆପଣଙ୍କୁ ଏଠି ପାସପୋର୍ଟ ସାଇଜ ଫଟୋ ଗୋଟେ ଏଠି ଲଗେଇବାକୁ ପଡିବ, ଯାହାକି ଆପଣ ଗ୍ଲୁ ମାଧ୍ୟମରେ ଲଗେଇଦେବେ। ତାପରେ ଛାତ୍ର କିମ୍ବା ଛାତ୍ରୀଙ୍କର ନାମ ଏଠି ଲେଖିବାକୁ ପଡିବ। ଆପଣଙ୍କର ସମ୍ପୂର୍ଣ୍ଣ ନାମ ଲେଖିବେ। ଯଦି ଆପଣ ଛାତ୍ର ହେଇଥିବେ ତାହେଲେ ସ୍ମଲ ରାଇଟ ମାର୍କ ଗୋଟେ ଏଠି କରିଦେବେ। ଆଉ ଯଦି ଛାତ୍ରୀ ହେଇଥିବେ ଛାତ୍ରୀ ପାଖରେ ସ୍ମଲ ରାଇଟ ମାର୍କ କରିକି ଏଠି ସମ୍ପୂର୍ଣ୍ଣ ନାମଟାକୁ ଲେଖିଦେବେ ହେଲା। ପ୍ରଥମେ ଏଠି ଓଡିଆ ଲେଖିବେ, ତାପରେ ଏଠି ଇଂଲିଶରେ ଲେଖିବା ପାଇଁ ଦିଆଯାଇଛି ଷ୍ଟୁଡେଣ୍ଟସ ନେମ। ଷ୍ଟୁଡେଣ୍ଟସ ନେମ ଜାଗାରେ ଏଠି ଆପଣ କଣ କରିବେ? ଏଜ ଫର ସ୍କୁଲ ରେକର୍ଡ ଇନ କ୍ୟାପିଟାଲ ଲେଟର। ଆପଣଙ୍କର ସ୍କୁଲ କିମ୍ବା କଲେଜ ରେକର୍ଡରେ ଯେମିତି ନାଁ ରହିଛି, ଯେମିତି ସ୍ପେଲିଂ ରହିଛି ସେମ ଟୁ ସେମ ନାଁ ଲେଖିବାକୁ ପଡିବ। ଆଉ ଗୋଟେ କଥା ମନେ ରଖନ୍ତୁ, ଇଂଲିଶରେ ଯୋଉ ଲେଖିବେ କ୍ୟାପିଟାଲ ଲେଟରରେ ଲେଖିବେ। ଓକେ, ତାପରେ ପିତା କିମ୍ବା ମାତାଙ୍କ ନାମ ଏଠି ଲେଖିବାକୁ ପଡିବ। ପିତାଙ୍କ ନାମ ଲେଖୁଥିଲେ ପିତାଙ୍କ ପାଖରେ ଗୋଟେ ସ୍ମଲ ରାଇଟ ମାର୍କ ଦେବେ। ମାତାଙ୍କ ନାମ ଲେଖୁଥିଲେ ମାତାଙ୍କ ପାଖରେ ସ୍ମଲ ରାଇଟ ମାର୍କ ଦେବେ। ବୁଝିପାରିଲେ? ସମ୍ପୂର୍ଣ୍ଣ ନାମ ଲେଖିବେ। ତାପରେ ସ୍ଥାୟୀ ଠିକଣା ପରମାନେଣ୍ଟ ଆଡ୍ରେସ ଏଠି ଗ୍ରାମର ନାଁ ଲେଖିବେ। ତାପରେ ପୋଷ୍ଟ ଅଫିସର ନାଁ, ତାପରେ ଭାୟା, ଜିଲ୍ଲା, ପିନକୋଡ ଏଇ ସବୁ ଡିଟେଲ୍ସ ଫିଲ୍ କରିବେ। ତା ସହିତ ଏଠି ଦେଖିବାକୁ ପାଉଥିବେ ଯୋଗାଯୋଗ ଫୋନ ନମ୍ବର ଏଠି ଦେବାକୁ ସ୍ପେସ ଦିଆଯାଇଛି। ତ ଏଠି ଆପଣଙ୍କର ମୋବାଇଲ ନମ୍ବର ଟାକୁ ଲେଖିଦେବେ। ତାପରେ ପିତା କିମ୍ବା ମାତାଙ୍କ ବାର୍ଷିକ ଆୟ ମାନେ ଆନୁଆଲ ଇନକମ ଟା ଏଠି ଲେଖିବାକୁ ପଡିବ। ପିତାଙ୍କର ଯଦି ବାର୍ଷିକ ଆୟ ଦଉଛନ୍ତି ପିତା ପାଖରେ ରାଇଟ ମାର୍କ ଦେବେ। ମାତାଙ୍କର ଯୋଉ ଦଉଛନ୍ତି ମାତାଙ୍କ ପାଖରେ ସ୍ମଲ ରାଇଟ ମାର୍କ ଟି ଦେବେ। ଏଠି ଦେଖନ୍ତୁ ଯୋଉ ବ୍ରାକେଟ ରେ ଦିଆଯାଇଛି ଏଟା ଗୋଟେ ଇମ୍ପୋର୍ଟାଣ୍ଟ। ତହସିଲଦାରଙ୍କ ଦ୍ୱାରା ପ୍ରଦତ୍ତ ଆୟ ପ୍ରମାଣ ପତ୍ରର ମୂଳ କପି କିମ୍ବା ପିତା ହଉ କି ମାତା ହଉ ତାଙ୍କର ନାମରେ ଥିବା ନୂତନ ପରିପତ୍ର ଯୋଉଟା କି ଅନ୍ତୋଦୟ ପରିବାର ବା AAY ର ଜେରକ୍ସ।
ଯଦି ଇନକମ ସାର୍ଟିଫିକେଟ ନାହିଁ ପିତା କିମ୍ବା ମାତାଙ୍କର, ତାହେଲେ ପିତା କିମ୍ବା ମାତାଙ୍କ ନାମର ଯୋଉ ଥିବ ନୂତନ ପରିପତ୍ର ଯାହାକି ଅନ୍ତର୍ଗତ ପରିବାର ବା ଏଏୱାଇ ତାର ଜେରକ୍ସ ଦେଲେ ବି ହବ। ଦିଆଯାଇଛି ଇନକମ ସାର୍ଟିଫିକେଟ ଦିଅନ୍ତୁ, ନହେଲେ ଯୋଉ ନୂତନ ପରିପତ୍ର ଅଛି ଅନ୍ତର୍ଗତ ପରିବାର ବା ଏଏୱାଇ ତାର ଜେରକ୍ସ ଦେଲେ ବି ହବ। ଦିଟା ଭିତରୁ ଗୋଟେ କିନ୍ତୁ ଆପଣଙ୍କୁ ସଂଲଗ୍ନ କରି ପୋଷ୍ଟ ମାଧ୍ୟମରେ ପଠେଇବାର ଅଛି, ଯାହାକି ମୁଁ ଅଲରେଡି ଆପଣଙ୍କୁ ଦ୍ରଷ୍ଟବ୍ୟରେ କହିଥିଲି କଣ କଣ ସବୁ ପଠେଇବାର ଅଛି। ତାପରେ ଏଠି ଦେଖିବା ପଡୁଥାଏ ପିତା କିମ୍ବା ମାତାଙ୍କ ବୃତ୍ତି, ମାନେ ଅକୁପେସନ କଣ, କାମ କଣ, ପିତା କିମ୍ବା ମାତା ଜଣଙ୍କର ହିଁ ଦିଅନ୍ତୁ। ପିତାଙ୍କର ଯଦି ବୃତ୍ତି ନାଁ ଲେଖୁଛନ୍ତି ପିତାଙ୍କ ପାଖରେ ରାଇଟ ମାର୍କ ଦେବେ, ଯଦି ମାତାଙ୍କର ବୃତ୍ତି ନାଁ ଲେଖୁଛନ୍ତି ତାହେଲେ ମାତାଙ୍କ ପାଖରେ ଏଠି ରାଇଟ ମାର୍କ ଦେଇକି ଲେଖିବେ। ଓକେ, ଗୋଟେ ହିଁ ଲେଖିବେ ପିତା କିମ୍ବା ମାତାଙ୍କର। ଶାରୀରିକ ଅକର୍ମଣୀୟ କି, ଅକର୍ମଣୀୟ ମାନେ କଣ, ଭିନ୍ନକ୍ଷମ କିଛି ଅଛି କି, ଡିଜାବିଲିଟି ଅଛି କି, ତା ବିଷୟରେ ପଚାରେ। ଯଦି ହଁ ତାହେଲେ ହଁ ଲେଖିବେ, ଯଦି ନାଇଁ ନା ଲେଖିବେ ହେଲା। ତାପରେ ଯଦି ହଁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପ୍ରମାଣ ପତ୍ର ସଂଲଗ୍ନ କରନ୍ତୁ। ବିକଳାଙ୍ଗ ମାତ୍ର 50% ରୁ ଅଧିକ ହୋଇଥିବା ଆବଶ୍ୟକ। ଦେଖନ୍ତୁ ଯଦି ଡିଜାବିଲିଟି ଅଛି 50% ରୁ ଅଧିକ ହେବାକୁ ପଡିବ, ତା ସହିତ ଆପଣଙ୍କର ସେଇ ପ୍ରମାଣ ପତ୍ରଟା ଥିବାକୁ ପଡିବ, ଭିନ୍ନକ୍ଷମ ବୋଲି ସେଇ ପ୍ରମାଣ ପତ୍ର ଥିବାକୁ ପଡିବ, ଯାହାକି ଆପଣଙ୍କୁ ପୋଷ୍ଟାଲ ମାଧ୍ୟମରେ ପଠେଇବା ସମୟରେ ଆବେଦନ ପତ୍ର ସହିତ ସଂଲଗ୍ନ କରିକି ପଠେଇବାକୁ ପଡିବ। 2023-24 ଶିକ୍ଷାବର୍ଷର ଅଧ୍ୟୟନରତ ଶ୍ରେଣୀ, ଚଳିତ ବର୍ଷ ଆପଣ ମନେକର ଦଶମ ଶ୍ରେଣୀରେ ପଢୁଛନ୍ତି, ତାହେଲେ ପୂର୍ବ ଶ୍ରେଣୀ ଆପଣଙ୍କର ନବମ ଥିଲା, ଏଇ ଟାଇପର ଏକ୍ସାମ୍ପଲ ଅନୁସାରେ ଆପଣ ଯୋଉ ଶ୍ରେଣୀରେ ଏବେ ପଢୁଥିବେ, ପୂର୍ବ ବର୍ଷ ଯେଉଁ ଶ୍ରେଣୀ ପଢୁଛନ୍ତି ସେଇ ଶ୍ରେଣୀର ନାଁ ଲେଖିବେ। ଚଳିତ ବର୍ଷ ଯେଉଁ ଶ୍ରେଣୀରେ ପଢୁଛନ୍ତି ସେଇ ଶ୍ରେଣୀର ନାଁ ଲେଖିବା ଦରକାର ନାହିଁ, ଏଠି ପୂର୍ବ ଶ୍ରେଣୀର ନାଁ ଏଠି ଲେଖିବାକୁ ପଡିବ, ବୁଝିପାରିଲେ ନା। ତାପରେ ଆବେଦନକାରୀଙ୍କର ବ୍ୟାଙ୍କର ନାମ, ଏବେ ଆପଣ ଆବେଦନ କରୁଛନ୍ତି ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବ, ତ ସେଇ ବ୍ୟାଙ୍କ ଆକାଉଣ୍ଟଟା କେଉଁ ବ୍ୟାଙ୍କରେ ଅଛି ସେ ବ୍ୟାଙ୍କର ନାଁଟା ଏଠି ଲେଖିବେ। ତାପରେ ଶାଖା ମାନେ ବ୍ରାଞ୍ଚ ନେମ୍ ଲେଖିବେ, ଆକାଉଣ୍ଟ ନମ୍ବର ଲେଖିବେ ହେଲା। ତାପରେ ଆଇଏଫଏସସି କୋଡ ଲେଖିବେ, ଏସବୁ ଇଂଲିଶରେ ଫିଲ୍ କଲେ ବି ଚଳିବ, ଏଇଟା କିଛି ଅସୁବିଧା ନାହିଁ। ବ୍ୟାଙ୍କ ବହିର ଜେରକ୍ସ ଆବେଦନ ପତ୍ର ସହିତ ସଂଲଗ୍ନ କରିକି ଦେବାକୁ ପଡିବ, ଯାହାକି ବ୍ୟାଙ୍କ ପାସବୁକର ଫ୍ରଣ୍ଟ ପେଜର ଜେରକ୍ସ, ବୁଝିପାରିଲେ ନା। ତାପରେ ପିତା କିମ୍ବା ମାତାଙ୍କ ସ୍ୱାକ୍ଷର ମାନେ ସିଗ୍ନେଚର କରିବାକୁ ପଡିବ। ପିତାଙ୍କର ହେଇଥିଲେ ପିତା ପାଖରେ ରାଇଟ ମାର୍କ ଦେଇକି ସିଗ୍ନେଚର କରିବେ, ମାତାଙ୍କର ହେଇଥିଲେ ମାତାଙ୍କ ପାଖରେ ରାଇଟ ମାର୍କ ଦେଇକି ସିଗ୍ନେଚର କରିବେ। ତାପରେ ଛାତ୍ର କିମ୍ବା ଛାତ୍ରୀଙ୍କର ସ୍ୱାକ୍ଷର ଏଠି ବି ଉପରେ କରିବାକୁ ପଡିବ। ଆପଣ ଛାତ୍ର ହେଇଥିଲେ ଛାତ୍ର ପାଖରେ ଟିକେ ସ୍ମଲ ରାଇଟ ମାର୍କ ଦେବେ, ନହେଲେ ଛାତ୍ରୀ ହେଇଥିଲେ ଛାତ୍ରୀଙ୍କ ପାଖରେ ସ୍ମଲ ରାଇଟ ମାର୍କ ଟି ଦେବେ, ତାପରେ ସିଗ୍ନେଚର କରିବେ। ଏଠି ତାରିଖ ଲେଖିବାକୁ ପଡିବ, ଯେବେ ଆପଣ ଆବେଦନ କରୁଛନ୍ତି ସେ ତାରିଖଟା ଏଠି ପୁରା ଭଲ ଭାବରେ ଲେଖିବେ। ତାପରେ ବିଭାଗ କ ତ ଆପଣ ନିଜେ ଫିଲ୍ କରିବେ, ଆଉ ବିଭାଗ ଖ କିଏ ଫିଲ୍ ଅପ୍ କରିବେ ଦେଖନ୍ତୁ, ଏଇଟା ଆପଣଙ୍କର ଶିକ୍ଷାନୁଷ୍ଠାନର ଯିଏ ମୁଖ୍ୟ ଅଛନ୍ତି, ଯଦି ଆପଣ ଏବେ ସ୍କୁଲରେ ପଢୁଛନ୍ତି HM ଙ୍କ ଦ୍ୱାରା ଏସବୁ ଫିଲ୍ ହବ, ଆଉ ଯଦି ଆପଣ କଲେଜରେ ପଢୁଛନ୍ତି କଲେଜର ପ୍ରିନ୍ସିପାଲଙ୍କ ଦ୍ୱାରା ଏସବୁ ଫିଲ୍ ହବ। କଣ କଣ ଟିକେ ଦିଆଯାଇଛି ଭଲ ଭାବରେ ମୁଁ କହିଦଉଛି। ଛାତ୍ର କିମ୍ବା ଛାତ୍ରୀଙ୍କ ନାମ ଏଠି ଲେଖିବେ, ତାପରେ ଅଧ୍ୟୟନରତ ଶ୍ରେଣୀ ମାନେ କେଉଁ ଶ୍ରେଣୀରେ ପଢୁଛନ୍ତି ତାହା ଲେଖିବେ। ଗତ ଶ୍ରେଣୀ ପରୀକ୍ଷାରେ ରଖିଥିବା ମୂଲ୍ୟାଙ୍କନ ସଂଖ୍ୟା ମାନେ କେତେ ମାର୍କ ରଖିଥିଲେ ପ୍ରିଭିୟସ କ୍ଲାସରେ ତାହା ଲେଖିବେ, କେତେ ପରସେଣ୍ଟେଜ ଆସିଥିଲା ତାହା ଏଠି ଲେଖିବେ। ତାପରେ ଶିକ୍ଷାନୁଷ୍ଠାନର ନାମ ଠିକଣା ଏଠି ଲେଖାଯିବ। ତାପରେ ଏଇଠି ଲେଖା ହେଇଛି ଏତ ଦ୍ୱାରା ଘୋଷଣା କରୁଅଛି କି ଶ୍ରୀ କିମ୍ବା କୁମାରୀ, ଏଠି ଆପଣଙ୍କର ନାଁ ଲେଖିବେ ହେଲା। ତାପରେ ଆମ୍ଭ ଶିକ୍ଷାନୁଷ୍ଠାନ ଲାଭ କରୁଅଛନ୍ତି, ସେ ବୃତ୍ତି ପାଇବା ନିମିତ୍ତ ଯୋଗ୍ୟ ଅଟନ୍ତି, ସେଥି ନିମନ୍ତେ ସେ ଆପଣଙ୍କ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ବୃତ୍ତି ପାଇବା ପାଇଁ ମୁଁ ସୁପାରିଶ କରୁଅଛି। ଏଠି ତାରିଖ ଲେଖା ହବ, ତାପରେ ଦସ୍ତଖତ ହବ ପ୍ରଧାନ ଶିକ୍ଷକ କିମ୍ବା ଅଧ୍ୟକ୍ଷ ଅନୁଷ୍ଠାନର ମୋହର ସହିତ। ଆପଣଙ୍କ ଶିକ୍ଷାନୁଷ୍ଠାନ ଯିଏ ମୁଖ୍ୟ ଅଛନ୍ତି, ମାନେ ଯଦି ସ୍କୁଲରେ ପଢୁଥିଲେ HM ଆଉ କଲେଜରେ ପଢୁଥିଲେ ପ୍ରିନ୍ସିପାଲ, ତ ତାଙ୍କର ଏଠି ସିଗ୍ନେଚର ହବ ଷ୍ଟାମ୍ପ ସହିତ। ଏହି ସବୁ ଆପଣ ଗୋଟେ ବି ନିଜେ ଫିଲ୍ କରିବା ଦରକାର ନାହିଁ, ଏଇଟା ଆପଣଙ୍କର ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଫିଲ୍ ହବ, ସବୁ ଯାକ ସେ ହିଁ ଫିଲ୍ କରିବେ। ଦେଖିବା ପାଉଥିବେ ଦରଖାସ୍ତ ଗ୍ରହଣର ଶେଷ ତାରିଖ 10/12/2024 ଦିଆଯାଇଛି, ମାନେ ଡିସେମ୍ବର 10 ଭିତରେ ଏଇ ଦରଖାସ୍ତ ପତ୍ରଟାକୁ ଆପଣଙ୍କୁ ପୋଷ୍ଟାଲ ମାଧ୍ୟମରେ ପଠେଇବାର ଅଛି। ଏଇ ଯୋଉ ଆଡ୍ରେସ ଦିଆଯାଇଛି ହେଲା, ମନେ ରଖନ୍ତୁ ଆବେଦନ ପତ୍ର ସହିତ ଯାହା ବି କିଛି ଡକୁମେଣ୍ଟସ ଏଠି କୁହାଯାଇଛି ସେ ସବୁକୁ ସଂଲଗ୍ନ କରିକି ମାନେ ମିଶେଇକି ସବୁ ଯାକ ଏକାଠି କରିକି ଆପଣଙ୍କୁ ପୋଷ୍ଟାଲ ମାଧ୍ୟମରେ ପଠେଇବାର ଅଛି। ଆଉ ଗୋଟେ କଥା କହିଦଉଛି, ଉପରେ ତ ମୁଁ ଆପଣଙ୍କୁ ଏଇ କହିଥିଲି ସାଧାରଣ ବର୍ଗର ଛାତ୍ରଛାତ୍ରୀ ସର୍ବନିମ୍ନ 80% ମୂଲ୍ୟାଙ୍କନ ସଂଖ୍ୟା। ମୂଲ୍ୟାଙ୍କନ ସଂଖ୍ୟା ମାନେ କଣ କହିଲେ, ଆପଣଙ୍କର ମାର୍କ କଥା କୁହାଯାଇଛି ହେଲା। 80% ମାନେ କଣ 80% ମାର୍କ ରଖି ପାସ୍ କରିଥିବା ପଡିବ, ସେଇଭଳି କୁହାଯାଇଛି। ତା ଯୋଉ ଏଠି ଦେଖିବା ପାଉଛେ ଯୋଉମାନଙ୍କର ବିକଳାଙ୍ଗ ଅଛନ୍ତି, ମାନେ 50% ରୁ ଯୋଉମାନେ ଅଧିକ ବିକଳାଙ୍ଗ ସେମାନଙ୍କ ପାଇଁ 60% ଦିଆଯାଇଛି, ମାନେ ସେମାନେ ଯଦି 60% ମାର୍କ ରଖିବି ଯଦି ପାସ୍ କରିଥିବେ ତାହେଲେ ଆପ୍ଲାଏ କରିପାରିବେ। ତା ସହିତ ଆଉ ଯଦି ଏଇ ଯୋଉ କେତେଟା ପର୍ଟିକୁଲାର ଡିଷ୍ଟ୍ରିକ୍ଟ ନେମ୍ ଲେଖା ହେଇଥିଲା, ଏଇ ଡିଷ୍ଟ୍ରିକ୍ଟରୁ ଯଦି ବିଲଙ୍ଗ କରୁଛନ୍ତି, ମାନେ ଏଇ ଡିଷ୍ଟ୍ରିକ୍ଟରୁ ଯଦି ଆପଣ ତାହେଲେ 70% ମାର୍କ ରଖି ପାସ୍ କରିଥିଲେ ବି ଆପଣ ଆପ୍ଲାଏ କରିପାରିବେ। ମାନେ ଭଲ ଭାବରେ ଏଇ କଥାଟା ବୁଝି ନିଅନ୍ତୁ। ଚଳିତ ବର୍ଷ ଆପଣ ଯଦି ଦଶମ ଶ୍ରେଣୀରେ ପଢୁଛନ୍ତି, ପୂର୍ବ ଶ୍ରେଣୀ କଣ ଥିଲା ନବମ ଶ୍ରେଣୀ, ତ ନବମ ଶ୍ରେଣୀରେ ଯଦି 80% ମାର୍କ ରଖି ପାସ୍ କରିଛନ୍ତି ତାହେଲେ ଆପଣ ଆପ୍ଲାଏ କରିପାରିବେ। ତା ସହିତ ଯଦି 50% ଆପଣଙ୍କର ବିକଳାଙ୍ଗ ଅଛି ମାନେ ଡିଜାବିଲିଟି ରହିଛି, ସେଇ ଷ୍ଟୁଡେଣ୍ଟ ମାନଙ୍କ ପାଇଁ 60% ମାର୍କ ରଖି ପାସ୍ କଲେ ବି ହେଇଯିବ। ଆଉ ଯଦି ପର୍ଟିକୁଲାର ଡିଷ୍ଟ୍ରିକ୍ଟ ନେମ୍ ଯାକ ଲେଖା ହେଇଛି, ଏଇ ଡିଷ୍ଟ୍ରିକ୍ଟରୁ ଯଦି ଆପଣ ବିଲଙ୍ଗ କରୁଛନ୍ତି ତାହେଲେ ଆପଣ 70% ରଖି ପାସ୍ କରିଥିଲେ ବି ଆପ୍ଲାଏ କରିପାରିବେ। ଏବେ ପୁରା କ୍ଲିୟର ହେଇଯାଇଥିବେ। ହଁ, ଆଉ ଗୋଟେ କଥା, ଏଇ ଆବେଦନ ପତ୍ରଟା ଆପଣ କେମିତି ପାଇବେ? ଆପଣ ଚାହିଁଲେ ନଭେମ୍ବର 7, 2024 ଡେଟର ସମାଜ ପେପର କଲେକ୍ଟ କରିଦେବେ। କଲେକ୍ଟ କଲେ ସେଇଠି ଆପଣଙ୍କୁ ଦରଖାସ୍ତ ପତ୍ରଟି ମିଳିଯିବ, ନହେଲେ ଆପଣ ଆମର ଟେଲିଗ୍ରାମ ଚ୍ୟାନେଲ ଆଣ୍ଡ ହ୍ୱାଟ୍ସଆପ ଚ୍ୟାନେଲ ବି ପାଇପାରିବେ। ମୁଁ ଟେଲିଗ୍ରାମ ଚ୍ୟାନେଲ ଆଣ୍ଡ ହ୍ୱାଟ୍ସଆପ ଚ୍ୟାନେଲ ଲିଙ୍କ ଡିସ୍କ୍ରିପ୍ସନ ରେ ଦେଇଦେଇଛି। ଆପଣ ଭିଡିଓର ଟାଇଟଲ ଉପରେ କ୍ଲିକ୍ କରନ୍ତୁ, ଡିସ୍କ୍ରିପ୍ସନ ଓପନ ହେଇଯିବ, ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଆଣ୍ଡ ହ୍ୱାଟ୍ସଆପ ଚ୍ୟାନେଲ ଲିଙ୍କ ପାଇଯିବେ। ଟେଲିଗ୍ରାମ ରେ ଜଏନ କରିବେ ଆଉ ହ୍ୱାଟ୍ସଆପ ରେ ଫଲୋ କରିବେ, ସେଇଠି ଆପଣଙ୍କୁ ଏଇ ଦରଖାସ୍ତ ପତ୍ର ମିଳିଯିବ। ସେଇଠୁ ବି ଆପଣ ଡାଉନଲୋଡ କରିକି ପ୍ରିଣ୍ଟ ଆଉଟ ବାହାର କରିକି ଏସବୁ ଫିଲ୍ କରିକି ଆପଣ ପଠେଇ ପାରିବେ।
भिडियोटी किसी इनफॉर्मेटिव थिला आई होप निहाती भाବରେ हेल्पफुल हेतो तबे लाइक करिवे शेयर करिवे और चैनल को सब्सक्राइब करी बेल आइकन को प्रेस करी ऑल रे क्लिक कर रखिबाकू जमार भी भूलिबेन। थैंक यू फॉर वाचिंग।